ମୁଁ ଆଜ୍ଞା ବର୍ତ୍ତମାନ ମେଡିକାଲ ଅଛି ଆଇସିୟୁ ରେ ମୋ ସାନ ଭାଇର ପୁଅ ଅଜିତ ନାୟକର ପୁଅ ଚିକିତ୍ସିତ ହଉଛି। ମୋ ସାନ ଭଉଣୀ ଇତିଶ୍ରୀ ଜେନାଙ୍କ ପୁଅ ଆଉ ସେ ବି ଚିକିତ୍ସିତ ହଉଛି। ସେ ଆଜି ଟିକେ ଭଲ କଣ୍ଡିସନ ଅଛି, ତାକୁ ଆଇସିୟୁ ଜେନେରାଲ ସିଫ୍ଟ କରାଯାଇଛି। ବଟ୍ ମୋ ପୁତୁରା ଯିଏ ସାନ ଭାଇର ପୁଅ ଅଜିତର ପୁଅ ସିଏ ଟିକେ କ୍ରିଟିକାଲ ଅବସ୍ଥାରେ ଅଛି। ଅବଶ୍ୟ ଇମ୍ପ୍ରୁଭ କରୁଛି, ଦିନକୁ ଦିନ ଧୀରେ ଧୀରେ ଇମ୍ପ୍ରୁଭ କରୁଛି ମ୍ୟାମ୍। ଆଚ୍ଛା, ତାହେଲେ ଆପଣଙ୍କର ବର୍ତ୍ତମାନ ଗ୍ୟାଙ୍ଗଟକ ରୁ ଯୋଉ ପରିବାରକୁ ନେଇକି ଯାଇଥିଲେ ଏପର୍ଯ୍ୟନ୍ତ ଆପଣ ଫେରି ନାହାନ୍ତି, ସେଇ ହସ୍ପିଟାଲରେ ଆପଣ ଅଛନ୍ତି? ଆଜ୍ଞା, ମୁଁ ଗ୍ୟାଙ୍ଗଟକକୁ ଆକ୍ଚୁଆଲି ଆମେ ଭାଇ ଭଉଣୀ 5 ଜଣ। ଆମେ ଗୋଟିଏ ବାପା ମାର 5 ଜଣ ଭାଇ ଭଉଣୀ ଆସିଥିଲୁ। 2 ଭାଇ ଆମେ 3 ଭଉଣୀ। 3 ଭଉଣୀ, ମୋର 2 ଜଣ ବଡ ଭଉଣୀ ଆଉ ମୁଁ ନିଜେ ଆଉ ମୋର 2 ଝିଅ। ଆଉ ଗୋଟେ ଗାଡିରେ ଆଗ ଗାଡିରେ ଆସିଥିଲୁ, ପଛ ଗାଡିରେ ମୋ ସାନ ଭଉଣୀ ତାର 2 ପୁଅ ଆଉ ମୋ ସାନ ଭାଇ ତା ୱାଇଫ ଆଉ ତାର ଗୋଟେ ପୁଅ, ସେମାନେ 6 ଜଣ ଥିଲେ। ଆଉ ଆଗ ଗାଡିରେ ମୁଁ ଯୋଉ ଗାଡିରେ ଆସୁଥିଲୁ ଆମେ ଭାଇ ଭଉଣୀ ମୋ ଝିଅ, ସେଇ ଗାଡିରେ ଆମେ 5 ଜଣ ଥିଲୁ। ଆଉ ଡ୍ରାଇଭର ଥିଲା 6 ଜଣ। 6 ଜଣ ପରେ ଆଉ 4 ଜଣ ଥିଲେ, ହଜବେଣ୍ଡ ୱାଇଫ ଜଣେ ଥିଲେ ଆପଣଙ୍କର ମଧ୍ୟପ୍ରଦେଶରୁ, ଆଉ ବେଙ୍ଗଲୀର ଜଣେ ହାଇକୋର୍ଟ ଆଡଭୋକେଟ ତାଙ୍କ ସ୍ତ୍ରୀ ତାଙ୍କ ଝିଅ ଥିଲେ। ଆମେ 11 ଜଣ ଡ୍ରାଇଭର ସହ ଥିଲୁ। ପଛ ଗାଡିରେ ମ୍ୟାମ୍ ଥିଲେ ମୋ ସାନ ଭଉଣୀ ତାର 2ଟା ପୁଅ, ସାନ ଭାଇ ତା ୱାଇଫ ଆଉ ତାର ପୁଅ, ଆଉ ତାଙ୍କ ସହ ଆପଣଙ୍କର ଜଣେ ନ୍ୟୁଲି ମ୍ୟାରେଡ କପୁଲ ଥିଲେ ଉତ୍ତରପ୍ରଦେଶର। ଲାଷ୍ଟ 5 ତାରିଖ ଦିନ ବୋଧେ ମ୍ୟାରେଜ କରିଥିଲେ, ଖୁବ କମ ଦିନ ମ୍ୟାରେଜ, ତାଙ୍କ ପ୍ୟାରେଣ୍ଟ ଆସି ଅଛନ୍ତି ମୋ ପାଖରେ ଏଠି। ଆଚ୍ଛା, ତାମାନେ ଇତିଶ୍ରୀଙ୍କ ଗାଡିରେ ଯିଏ ବସିଥିଲେ ଜଣେ ନ୍ୟୁଲି କପଲ ମ୍ୟାରେଡ ଜଣେ ବସିଥିଲେ, ଯିଏକି ବାହାଘର ଅଳ୍ପ ଦିନ ହେଇଥିଲା, 5 ଦିନ ହେଇଥିଲା। ଅଳ୍ପ ତାଙ୍କ ମେହେନ୍ଦି ଲାଗିଥିଲା, ବାହା ହାତ ସାରା କୋହଣୀ ପାଖରୁ ହାତ ପର୍ଯ୍ୟନ୍ତ ମେହେନ୍ଦି, ପୁରା ନ୍ୟୁଲି ମ୍ୟାରେଡ ସେମାନେ ଥିଲେ। ଆଉ 2 ଜଣ ସାଙ୍ଗ ଆସିଥିଲେ, କୋଉ ଷ୍ଟେଟ ର ଗୋଟେ ସେକେଣ୍ଡ ଆପଣଙ୍କୁ କହୁଛି, ସେ ଷ୍ଟେଟ ରୁ 2 ଜଣ ଆସିଥିଲେ, ତାଙ୍କେ ବି ଏମିତି ଆସିକି ପହଞ୍ଚିଛନ୍ତି। ସିଏ ବି ଅଛନ୍ତି ଏବେ ଆମର ଏଠି କ୍ୟାପିଟାଲ। ମାନେ ଇତିଶ୍ରୀଙ୍କର ଯୋଉ ଗାଡି ଥିଲା, ସେ ଗାଡିରେ ଟୋଟାଲ କେତେ ଜଣ ମେମ୍ବର ଥିଲେ? 11 ଜଣ ଆଜ୍ଞା। 11 ଇନକ୍ଲୁଡିଂ ଡ୍ରାଇଭର, ସେ ଗାଡି 11 ଇନକ୍ଲୁଡିଂ ଡ୍ରାଇଭର। ତ୍ରିପୁରାରୁ 2 ଜଣ ଥିଲେ ମ୍ୟାମ୍, ତ୍ରିପୁରାରୁ 2 ଜଣ ଥିଲେ। ତ୍ରିପୁରା 2, ଆପଣ ୟୁପିର ନ୍ୟୁଲି କପୁଲ 2। ତ୍ରିପୁରାରୁ ଥିଲେ 2 ଜଣ ସାଙ୍ଗ ଜେଣ୍ଟ, ଇଏ ହଜବେଣ୍ଡ ୱାଇଫ ଥିଲେ ନ୍ୟୁଲି କପୁଲ 4। ମୋ ଫ୍ୟାମିଲିରୁ ଥିଲେ 6, 6 4 10, ଡ୍ରାଇଭର ଜଣେ 11। 11 ଜଣରୁ 2 ଜଣ ମିଳିଛନ୍ତି ମୋ ପୁତୁରା ଆଉ ମୋ ସାନ ଭଉଣୀର ସାନ ପୁଅ ମିଳିଛି 2 ଜଣ। ଆଉ କେହି ମିଳିନାହାନ୍ତି ଆଜ୍ଞା, 4 ଜଣ ମିଳିନାହାନ୍ତି। ଟୋଟାଲ ସେ ଗାଡିର 9 ଜଣ ମିଳିନାହାନ୍ତି। ଏବେ 2ଟି ଜଷ୍ଟ ପୋଲିସ 4 ଘଣ୍ଟା 5 ଘଣ୍ଟା ପୂର୍ବରୁ ଆସିଲେ ମୋ ପାଖକୁ, ଆସିକି ଚିହ୍ନଟ ପାଇଁ ଡକେଇଲେ। ସିଲିଗୁଡି ଜଲପାଇଗୁଡି ପାଖାପାଖି କୋଉଠି ଜାଗାରେ ଠାବ ହେଇଛି 2ଟା ଡେଡ ବଡି। ଆଉ ତାର ଫଟୋ ବି ଅଛି, ଭାରି ଭୟଙ୍କର ଫଟୋ। ସିଏ ମୁଁ ପଠେଇଲି 2 ଜଣଙ୍କୁ, ସେମାନେ ଅଲରେଡି ମେଡିକାଲରେ ଅଧଘଣ୍ଟେ ଭିତରେ ଏଣ୍ଟ୍ରି କରିବେ। ମତେ ଫିଲ୍ ଲାଗୁଛି ଫଟୋ ଦେଖି ମୋ ସାନ ଭାଇ ଫଟୋ ଗୋଟେ, ଆଉ ମୋ ସାନ ଭଉଣୀ କିମ୍ବା ସାନ ବୋଉ ଫଟୋ ଗୋଟେ। ମାନେ ଆପଣ କହୁଛନ୍ତି ଉଦ୍ଧାର ହେଇଛନ୍ତି, ମାନେ ପାଣି? ଆଜ୍ଞା 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 2 ଜଣ ଉଦ୍ଧାର ହେଇଛନ୍ତି, ଚିହ୍ନଟ ପାଇଁ ଡକେଇଛନ୍ତି ପୋଲିସ ଆଉ ଆପଣ ଟୁରିଷ୍ଟ ଡିପାର୍ଟମେଣ୍ଟ ଲୋକ। ଆମ ଲୋକ ସବୁ ଯାଇକି ପହଞ୍ଚିବେ ଆଉ ଅଧଘଣ୍ଟେ ଭିତରେ ସିଲିଗୁଡି ଜଲପାଇଗୁଡି ପାଖାପାଖି କୋଉ ଗୋଟେ। ଯୋଉ 2ଟି ପିଲା ଆପଣଙ୍କ ପରିବାରରେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି, ଅଜିତ ନାୟକଙ୍କର ପୁଅ ଆଉ ଆପଣଙ୍କର ଭଉଣୀ ଇତିଶ୍ରୀ ନାୟକଙ୍କର ପୁଅ, ସେମାନଙ୍କର କଣ୍ଡିସନ 2 ଜଣଙ୍କର କେମିତି ଲାଗୁଛି? ଠିକ ଠାକ ଅଛି ବୋଲି, ଭଲ ହେଇଯିବ ବୋଲି ଆଶା କରୁଛନ୍ତି? ଇତିଶ୍ରୀ ନାୟକର ପୁଅ ଯିଏ ଅଛି ସେ 100% ଭଲ ହେଇଯିବ, ମୋର କନଫିଡେଣ୍ଟ ଅଛି। ସେ ବର୍ତ୍ତମାନ ବହୁତ ସୁଧୁରିଲାଣି, ତାକୁ ଆଇସିୟୁରୁ ବାହାର କରିକି ଜେନେରାଲ ୱାର୍ଡରେ ସିଫ୍ଟ କଲେଣି। ସେ ନିଜେ ୱାକ୍ କରିବ ବୋଲି, ନିଜେ ବାଥରୁମ ଯିବ ବୋଲି ତା ପାଇଁ ଆଜି ଚପଲ ସବୁ ଜିନିଷ କିଣିକି ନେଇକି ଆଉ ତାକୁ ଦେଇଛି। ତେଣୁ ସିଏ ବହୁତ ଭଲ ଅଛି। ବଟ୍ ଅଜିତ ନାୟକର ପୁଅ ଯିଏ ମୋ ସାନ ଭାଇ ପୁଅ, ସେ ଆକ୍ଚୁଆଲି ଇଜ ଏ ଡାଇବେଟିସ ପେସେଣ୍ଟ। ତା ବୟସ 17, ବଟ୍ ସିଏ ଲାଷ୍ଟ 7 ଇୟର 8 ଇୟର ହେଲା ଡାଇବେଟିସ ପେସେଣ୍ଟ ଆଜ୍ଞା। ଛୁଆ ଦିନଠୁ ସେ ଇନ୍ସୁଲିନ ନଉଛି। ତା କଣ୍ଡିସନ କ୍ରିଟିକାଲ ହେଇଥିପାଇଁ ଯେ ମ୍ୟାମ୍ ଆକ୍ଚୁଆଲି ତାର ଡାହାଣ ଗୋଡ ଆଣ୍ଠୁ ତଳକୁ ସେ ଗୋଡଟା ଭାଙ୍ଗି ଯାଇଛି ତଳ, ଆଉ ତାପରେ ଉପର ଆଣ୍ଠୁ ଉପରକୁ ସେଟା ଭାଙ୍ଗିଛି। ରଡ୍ ଦିଆ ହେଇକି ଜଷ୍ଟ ଜଏଣ୍ଟ ହେଇକି ଅପରେସନ ହବ। ହିମୋଗ୍ଲୋବିନ ବର୍ତ୍ତମାନ 7% ଅଛି, 10% ପ୍ଲସ୍ ନହେଲେ ଅପରେସନ ହେଇପାରିବନି।